ପାଇଁ ଆମ ପାଖରେ ଆଉ ବର୍ତ୍ତମାନ କୌଣସି ପ୍ରକାର ଏତେ ଆନନ୍ଦ ଆଉ ଉଲ୍ଲାସ ଭିତରେ ବୁଡ଼ିକିରି ଏ କାର୍ଯ୍ୟ ସମାପ୍ତ ହୋଇଛି। ଆଜି ଏ ସପ୍ତମ ଶ୍ରୀ ବିଷ୍ଣୁ ବିଶ୍ୱ କଲ୍ୟାଣ ମହାଯଜ୍ଞକୁ ଶ୍ରୀ ଗୋପାଳଜୀଙ୍କର ଆଶୀର୍ବାଦରୁ ଏବଂ ଏ ଅଞ୍ଚଳର ସମସ୍ତ କାର୍ଯ୍ୟକର୍ତ୍ତା କର୍ମକର୍ତ୍ତା ଏବଂ ସମସ୍ତ ଖାଲି ଏହି ଅଞ୍ଚଳର ବି ନୁହେଁ, ବହୁତ ଦୂର ଦୂରାନ୍ତର ମଧ୍ୟ ଏ ଯଜ୍ଞକୁ ହାତ ବଢ଼େଇଛନ୍ତି ଏବଂ ଏ ଗୋପୀନାଥଙ୍କର ଏତେ ବଡ଼ କୃପା ଲାଭ କରିଛନ୍ତି ଏବଂ 7 ଦିନ ବ୍ୟାପୀ ଯେଉଁ ଜନସମୁଦ୍ର ଏଠାରେ ଏବଂ ଆନନ୍ଦ ବଜାରରେ ଯେଉଁ ଆନନ୍ଦ ଉଲ୍ଲାସ ଏବଂ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ୟାକୁ ଭକ୍ତମାନେ ଯେଉଁଭଳିଆ ଉପଭୋଗ କରିଛନ୍ତି ତାହା ଅକୁହା କଥା। ଯାହା ହେଉ ସେ ପ୍ରଭୁ ଗୋପୀନାଥଙ୍କର ଆଶୀର୍ବାଦରେ ଆଜି ସପ୍ତମ ଦିନରେ ଆମର ଯଜ୍ଞର ପୂର୍ଣ୍ଣାହୁତି 30 ଜଣ ବ୍ରାହ୍ମଣଙ୍କୁ ନେଇ ହେଇଛି ଏବଂ ଏହି ଆମର ଯେଉଁ ଜାଗାରେ ଆମେ ବର୍ତ୍ତମାନ ଠିଆ ହେଇ ପ୍ରଭୁଙ୍କର କଥାକୁ କହୁଛୁ ସେଠାରେ ଆମର ଯେଉଁ ନିଯୁକ୍ତି ଆମର ବିଶେଷ କରି କାଶୀ ଭାଇ ଏବଂ ଅରୁଣପତି ଏବଂ ଆମର ସଭାପତି ଶରତ ଚନ୍ଦ୍ର ମିଶ୍ର ଏବଂ ସମସ୍ତ କାର୍ଯ୍ୟର ସୁଶୃଙ୍ଖଳିତ ଭାବରେ ଆୟୋଜନ କରିଥିବାର ସୁଭାଷ ଚନ୍ଦ୍ର ମିଶ୍ର ମହୋଦୟ ଏବଂ ମୋର ସାନ ଭାଇ ଆମର ନିକଟସ୍ଥ ମନୁ ମତ ଯାହାକୁ ମନୁ ଦାସ ବୋଲି ଆମେ କହୁ, ସମସ୍ତଙ୍କର ଏଠି ଯେଉଁ ମାନେ ରହିକିରି ଖରା ତରାରେ ରହି ଲୋକମାନଙ୍କୁ ଶୃଙ୍ଖଳିତ ଭାବରେ ଆତଯାତ କରିବାରେ ଯେଉଁ ଆମକୁ ସହଯୋଗ ସହାନୁଭୂତି ଏ ଯଜ୍ଞରେ କରିଛନ୍ତି ତାହା ଆମ ପାଇଁ ଏହି ଯଜ୍ଞ ପାଇଁ ଚିରସ୍ମରଣୀୟ ଏବଂ ଆଗାମୀ ଦିନରେ ଆମେ ଆଶା କରୁଛୁ ନିଶ୍ଚିନ୍ତ ଏ ଯଜ୍ଞକୁ ସେମାନେ ଏହି ସହଯୋଗ ସହାନୁଭୂତି କରିବେ ଏବଂ ଏହି ଯଜ୍ଞ ଏମିତି ଚାଲିଥିବ। ପ୍ରଭୁଙ୍କର କୃପା ଓ ଆଶୀର୍ବାଦ ଭକ୍ତମାନେ ନେଇ ସମସ୍ତଙ୍କର ସୁଖ ଶାନ୍ତି ସମୟ କଟିବ ବୋଲି ଆମର ଏହା ଗୋପୀନାଥ ପାଖରେ ପ୍ରାର୍ଥନା। ଜୟ ପ୍ରଭୁ ଗୋପୀନାଥ। ସପ୍ତମ ଶ୍ରୀ ବିଷ୍ଣୁ ବିଶ୍ୱକର୍ମା ମହାଯଜ୍ଞ ମହାସମାରୋହ ଅତ୍ୟନ୍ତ ଆନନ୍ଦ ଉଲ୍ଲାସ ମଧ୍ୟରେ ସମାପନ ହୋଇଯାଇଛି। ଏଥିରେ ଆମ ଗ୍ରାମବାସୀମାନଙ୍କ ତରଫରୁ କମିଟି ତରଫରୁ ଅକ୍ଲାନ୍ତ ପରିଶ୍ରମ ଏବଂ ଉଦ୍ୟମର ଫଳସ୍ୱରୂପ ଆଜି ଏହି ଯଜ୍ଞ ଅତ୍ୟନ୍ତ ସୁଚାରୁ ରୂପରେ ସଫଳତା ରୂପରେ ସମ୍ପନ୍ନ ହୋଇଯାଇଛି। ଏହି ଯଜ୍ଞ ଭିତରେ 6 ଦିନ ମଧ୍ୟରେ ଆମେ 6ଟି ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରଖିଥିଲୁ, ଯାହାକି ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ଉନ୍ନତମାନର। ଗ୍ରାମର ପ୍ରବାସୀ ଝିଅମାନେ ଏବଂ ପୁଅମାନେ ସମସ୍ତେ ଉପନୀତ ହୋଇ ମନ୍ଦିର ମଧ୍ୟରେ ଯଜ୍ଞଶାଳାରେ ଏବଂ ଯଜ୍ଞନାଥ ଦର୍ଶନ କଲେ, ଗୋପାଳ ଦର୍ଶନ କଲେ ଏବଂ ଆନନ୍ଦ ବଜାରରେ ପ୍ରସାଦ ସେବନ କରି ସମସ୍ତେ ଅତି ସୁରୁଖୁରୁରେ ଆନନ୍ଦ ସହିତ ଏହାକୁ 7 ବର୍ଷ ହେଲା ଏ ଯଜ୍ଞ ଚାଲି ଆସିଛି ଏବଂ ଏହା ପଞ୍ଚମୀରେ ଆରମ୍ଭ ହୋଇ ବୈଶାଖ କୃଷ୍ଣ ପଞ୍ଚମୀରେ ଆରମ୍ଭ ହୋଇକରି ଦ୍ୱାଦଶୀରେ ସରେ ଏବଂ ପ୍ରତିବର୍ଷ ଏହା ଏହି ତିଥିରେ ଆରମ୍ଭ ହୁଏ ଏବଂ ନିର୍ଦ୍ଦିଷ୍ଟ ସମୟରେ ସରେ। କିନ୍ତୁ ଏ ବର୍ଷର ବ୍ୟତିକ୍ରମ ହେଉଛି କି ଏ ବର୍ଷ ମହାସମାରୋହରେ ହେଇଛି ଏବଂ ବହୁ ଲୋକଙ୍କର ଆଗମନ ହେଇଛି। ଏ ସମସ୍ତେ ଅକୁଣ୍ଠ ଚିତ୍ତରେ ଦାନ ଧର୍ମ କରିଛନ୍ତି, ଯଜ୍ଞକୁ ଉପଭୋଗ କରିଛନ୍ତି, ଭଗବାନଙ୍କର ଜୟଗୋପାଳ ଦେବଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି ଏବଂ ଏହା ଏତେ ଅଲୌକିକ ଥିଲା ଯେ ସବୁ କାର୍ଯ୍ୟ ତାଙ୍କର ସେ ଜୟଗୋପାଳଙ୍କ ମହିମାରେ ସବୁ ଅଲୌକିକ ଭାବରେ ସବୁ କାର୍ଯ୍ୟ ଅତି ଶୃଙ୍ଖଳିତ ଭାବରେ କାର୍ଯ୍ୟକାରୀ ହୋଇଯାଇଛି। ତେଣୁ ଆଜି ସମସ୍ତେ ଆନନ୍ଦ ଉଲ୍ଲାସରେ ଯଜ୍ଞ ସମାପନ ହୋଇଗଲା ଏବଂ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି ଯେଉଁମାନେ କର୍ମକର୍ତ୍ତା ଥିଲେ ଏବଂ ଯେଉଁମାନେ ଆମକୁ ସହଯୋଗ କରିଛନ୍ତି ଏବଂ ଏ ଅଞ୍ଚଳର ସମସ୍ତ ଗ୍ରାମବାସୀ ଏବଂ ଯଜ୍ଞରେ ଯେଉଁମାନେ ଉପସ୍ଥିତ ଥିଲେ ସମସ୍ତଙ୍କର ସହଯୋଗ ପାଇ ଏ ଯଜ୍ଞ ସାଫଲ୍ୟମଣ୍ଡିତ ହୋଇଥିବାରୁ ମୁଁ ସମସ୍ତଙ୍କୁ ନିକଟରେ କୃତଜ୍ଞତା କରୁଛି, ଜଣାଉଛି ଏବଂ ସମସ୍ତଙ୍କୁ ଧନ୍ୟବାଦ ଦେଉଛି।